ଶ୍ରୋତାବନ୍ଧୁ ଉତ୍ତର ଆଧୁନିକ ଓଡ଼ିଆ କବିତାରେ ମାନବବାଦର ଚମତ୍କାର ପୁନର୍ବ୍ୟାଖ୍ୟା କରୁଥିବା, କବିତାକୁ ପ୍ରଥମ ପ୍ରେମ ମନେ କରୁଥିବା ଦିବଙ୍ଗତ କବି ଥିଲେ କବି ଜଗନ୍ନାଥ ପ୍ରସାଦ ଦାସ। ଆଧୁନିକ କାଳର ସେ ଜଣେ ସ୍ୱନାମଧନ୍ୟ କବି। ତାଙ୍କର କବିତାରେ ବ୍ୟକ୍ତିଗତ ଅଭିଜ୍ଞତା, ଚିନ୍ତାଧାରାର ସୁନ୍ଦର ରୂପ ପ୍ରକାଶିତ ହୋଇଛି। କବିତାର କୋମଳ ପରିସର ମଧ୍ୟରେ ଜୀବନ, ସମୟ, ମୃତ୍ୟୁ ଚେତନା ଓ ଦାର୍ଶନିକତାର ମନୋଜ୍ଞ ପରିପ୍ରକାଶ ତାଙ୍କ କାବ୍ୟର ବିଶେଷତ୍ୱ। ପ୍ରେମ, ସୌନ୍ଦର୍ଯ୍ୟ, ଆତ୍ମିକ ଅନୁରାଗ, ସର୍ବୋପରି ଜୀବନର ବହୁବିଧ ଅନୁଭୂତିକୁ ଅତି ଚମତ୍କାର ଭାବରେ ସେ ତାଙ୍କ କବିତାରେ ସୁଗୁମ୍ଫିତ କରନ୍ତି, ସଂଯୋଜନ କରନ୍ତି। ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ଦାସଙ୍କର ସୃଷ୍ଟି ମଧ୍ୟରେ ରହିଛି ପ୍ରଥମ ପୁରୁଷ, ଅନ୍ୟ ସବୁ ମୃତ୍ୟୁ, ଯେ ଯାହାର ନିର୍ଜନତା, ଅନ୍ୟ ଦେଶ, ଭିନ୍ନ ସମୟ, ଯାତ୍ରାର ପ୍ରଥମ ପାଦ, ଆହ୍ନିକ, ସ୍ଥିର ଚିତ୍ର, ସଚରାଚର, ପ୍ରେମ କବିତା, ପୂର୍ବାପର, ସ୍ମୃତିର ସହର, ପରିକ୍ରମା, ଅସମୟ ଇତ୍ୟାଦି କବିତା ଗ୍ରନ୍ଥ। ଆହ୍ନିକ କବିତା ସଂକଳନ ପାଇଁ 1991 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ପ୍ରାପ୍ତ ହୋଇଥିଲା। ପରିକ୍ରମା କବିତା ଗୁଚ୍ଛକୁ ନେଇ ସେ ଜେ.କେ. ବିର୍ଲା ଫାଉଣ୍ଡେସନ ପ୍ରାୟୋଜିତ ସରସ୍ୱତୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। 1990 ମସିହାରେ ପ୍ରକାଶିତ ଆହ୍ନିକ ହିଁ ତାଙ୍କ କାବ୍ୟ ଚେତନାର ସ୍ପଷ୍ଟ ପରିଭାଷା ପ୍ରଦାନ କରେ। ଏ କବିତାର ସ୍ୱର ଆତ୍ମନେପଦୀ ନୁହେଁ, ବରଂ ପ୍ରେମହୀନ ନିଃସଙ୍ଗତାକୁ ନେଇକି ଆଧାରିତ। ଏଠି ପୃଥିବୀ ଓ ପରିପାର୍ଶ୍ୱ ହିଁ ତାଙ୍କ କାବ୍ୟ ଭାବନାର କେନ୍ଦ୍ରବିନ୍ଦୁ ପାଲଟିଛି। ଜନଜୀବନର ଓ ପ୍ରଶାସନର ଶଠତାକୁ ସେ ଶାଣିତ ବ୍ୟଙ୍ଗ କରିବା ସହିତ ମିତ୍ର ବ୍ୟଞ୍ଜନାରେ ବର୍ତ୍ତମାନକୁ ମଧ୍ୟ ସେ ଲହୁଲୁହାଣ କରିଦିଅନ୍ତି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ଦିବଙ୍ଗତ କବି ଯଶସ୍ୱୀ ଜଗନ୍ନାଥ ପ୍ରସାଦ ଦାସଙ୍କର ଏକ ସୁନ୍ଦର କବିତା। ତେବେ ଭିନ୍ନ ଦେଶ, ଭିନ୍ନ ସମୟ କବିତା ସଂକଳନଟି ପ୍ରେମ ଭିନ୍ନ ଅନ୍ୟ କୌଣସି ଭାବଚେତନାକୁ ପ୍ରତିଷ୍ଠା କରିବାରେ ଅକ୍ଷମତା ପ୍ରତିପାଦନ କରିଥିଲା ନିଶ୍ଚୟ। କବିତା ଗୁଡ଼ିକ ସେହି ପ୍ରେମ, ବିଚ୍ଛେଦ, ସ୍ମୃତି, ପାଇବା ଓ ହରାଇବାର ସଞ୍ଚାର ପଥରେ ସତେ ଯେମିତି ପରିକ୍ରମା କରୁଥିଲା। କବିତାର ଭାବଚେତନା କେବଳ ସ୍ମୃତିଚାରଣ ଓ ଅତୀତ ବିଧୁରତା। ଶ୍ରୋତାବନ୍ଧୁ, ଆଜି ଆମେ ଜଗନ୍ନାଥ ପ୍ରସାଦ ଦାସଙ୍କର ଏକ ଚମତ୍କାର କବିତା ଶୁଣିବା। କବିତାର ଶୀର୍ଷକ ହେଉଛି ପ୍ରିୟତମା ତମକୁ। କବି ଜଗନ୍ନାଥ ପ୍ରସାଦ ଦାସ। ପ୍ରିୟତମା ତମକୁ ମୁଁ ଦେଇଯିବି ଆଜି ମୋର ସମସ୍ତ ଜୀବନ। ପ୍ରିୟତମା ତମକୁ ମୁଁ ଦେଇଯିବି ଆଜି ମୋର ସମସ୍ତ ଜୀବନ। ପ୍ରେମ ଆଉ ହତାଶାର ଆୟବ୍ୟୟ ଖାତାମାନ। ବ୍ୟର୍ଥତାର ଯେତେ ଚିଠି ଲେଖା ହେଲା, ଯେତେ କଥା ପ୍ରତିଧ୍ୱନି ହୋଇ ସବୁ ମିଶିଗଲେ ଆକାଶରେ। ମୋ ହାତ ମୁଠାରେ ଯେତେ ଅତୀତର ଦିନ ଧରାଦେଲେ। ପ୍ରିୟତମା ତମକୁ ମୁଁ ଦେଇଯିବି। ପ୍ରିୟତମା ତମକୁ ମୁଁ ଦେଇଯିବି ଆଜି ମୋର ସମସ୍ତ ଜୀବନ। ପ୍ରେମ ଆଉ ହତାଶାର ଆୟବ୍ୟୟ ଖାତାମାନ। ବ୍ୟର୍ଥତାର ଯେତେ ଚିଠି ଲେଖା ହେଲା, ଯେତେ କଥା ପ୍ରତିଧ୍ୱନି ହୋଇ ସବୁ ମିଶିଗଲେ ଆକାଶରେ। ମୋ ହାତ ମୁଠାରେ ଯେତେ ଅତୀତର ଦିନ ଧରାଦେଲେ। ମୋ ଆଖିକୁ ଦେଖ, ମୋ ଆଖିକୁ ଦେଖ, ଝିଲମିଲ ଶୂନ୍ୟତାରେ ସ୍ମୃତିର ଭଉଁରୀ ସବୁ ବୁଲି ବୁଲି ଥକିଗଲେ। ମୋ ଆଖିର ଦର୍ପଣରେ ତମେ ପୁଣି ନିଜକୁ ଦେଖିବ। ମୋ ହାତକୁ ଛୁଅଁ, ମୋ ହାତକୁ ଛୁଅଁ, ନିଆଁ ସବୁ ଜଳି ଜଳି ଖାଲି ତମ ଦେହର ଉତ୍ତାପ ରହିଯିବ ବାକି। ମତେ ଧରି ରଖ ଦି ହାତରେ, ମତେ ଧରି ରଖ ଦି ହାତରେ। ସ୍ୱପ୍ନ ସବୁ ସରିଗଲେ ପୁଣି ହେବ ନିଃସଙ୍ଗ ଏକାକୀ। ଦେଖ ଆଜି ତମ ପାଇଁ, ଦେଖ ଆଜି ତମ ପାଇଁ କିପରି ଏ ସକାଳ ଜଳିଲା। ଆକାଶରେ ପାଦଚିହ୍ନ ଲିଭିଗଲା, ଅବସନ୍ନ ରାତି ଶୋଇଗଲା। ଅନନ୍ତ ଶୂନ୍ୟକୁ ଦେଖ ଚାଲିଗଲେ ଯେତେ ସବୁ ଛାଇ। ପଥରର ଅହଲ୍ୟା ବି ବନ୍ଦ ହେଲା ନିଜ ଜଡ଼ତାରେ। ରାଜପୁତ୍ର ଚାଲିଗଲା ଅତି ପ୍ରିୟ ବନବାସ ପାଇଁ। ଦେଖ
ଦେଖ ଆଜି ତମ ପାଇଁ କିପରି ଏ ସକାଳ ଜଳିଲା, ଆକାଶରେ ପାଦଚିହ୍ନ ଲିଭିଗଲା, ଅବସନ୍ନ ରାତି ଶୋଇଗଲା, ଅନନ୍ତ ଶୂନ୍ୟତାକୁ ଦେଖ ଚାଲିଗଲେ ଯେତେ ସବୁ ଛାଇ। ପଥରର ଅହଲ୍ୟା ବି ବନ୍ଦ ହେଲା ନିଜ ଜଡ଼ତାରେ, ରାଜପୁତ୍ର ଚାଲିଗଲା ଅତିପ୍ରିୟ ବନବାସ ପାଇଁ। ସମୟର ଚୋରାବାଲି ଉପରେ ମୋ ସ୍ମୃତି କେଉଁପରି ସତର୍କ ପାଦରେ ଦେଖ ଖୋଜି ବୁଲେ ଆଜି। ସମୟର ଚୋରାବାଲି ଉପରେ ମୋ ସ୍ମୃତି କେଉଁପରି ସତର୍କ ପାଦରେ ଦେଖ ଖୋଜି ବୁଲେ ଆଜି। ହଜି ଯାଇଥିବା କେତେ ଛୋଟ ଛୋଟ ମୁହୂର୍ତ୍ତର ଭଙ୍ଗା ଖେଳଣା ଓ ଅନ୍ତରଙ୍ଗ ରାତିର ଶାମୁକା। ସତର୍କ ପାଦରେ ଦେଖ ଖୋଜି ବୁଲେ ଆଜି। ହଜି ଯାଇଥିବା କେତେ ଛୋଟ ଛୋଟ ମୁହୂର୍ତ୍ତର ଭଙ୍ଗା ଖେଳଣା ଓ ଅନ୍ତରଙ୍ଗ ରାତିର ଶାମୁକା। ତମକୁ ମୁଁ ସବୁ ଦେଇଯିବି, ତମକୁ ମୁଁ ସବୁ ଦେଇଯିବି, ଯଦି ଖାଲି ଖୋଜି ପାଏ ଗୋଟିଏ ସଫଳ ପ୍ରେମ ସମସ୍ତ ଜୀବନ। ତମକୁ ମୁଁ ସବୁ ଦେଇଯିବି, ଯଦି ଖାଲି ଖୋଜି ପାଏ ଗୋଟିଏ ସଫଳ ପ୍ରେମ ସମସ୍ତ ଜୀବନ। ଶ୍ରୋତାବନ୍ଧୁ, କବି ଜଗନ୍ନାଥ ପ୍ରସାଦ ଦାସଙ୍କର କବିତା ସମଗ୍ରରୁ ଆମେ ଶୁଣୁଥିଲେ କବିତା ପ୍ରିୟତମା ତମକୁ। ଦିବଙ୍ଗତ କବିଙ୍କ ପାଇଁ ଏଇ ଥିଲା ଆମର ସାରସ୍ୱତ ପ୍ରଣାମୀ, ଆମର ଶ୍ରଦ୍ଧା ନିବେଦନ। ଆଜିର ଅଡିଓଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।